ବାରିକ ନାଟ୍ୟକାର। ନାଟକ ଲେଖିବା ଛଡ଼ା ପିଲାଦିନରୁ କବିତା ଲେଖିବାକୁ ଗୀତ ଲେଖିବାକୁ ମୁଁ ବହୁତ ଭଲ ପାଏ। ନାଟ୍ୟକାର ଷ୍ଟାମ୍ପ ବାଜିଗଲା ପରେ ସେ କଥାଟା ଟିକେ ପଛକୁ ରହିଯାଇଛି, କିନ୍ତୁ ଗୀତ କବିତା ଏକ ମୁଁ ଛାଡ଼ିନି। ବିଶେଷତଃ ନାଟ୍ୟକାର ହିସାବରେ ସମସ୍ତେ ଜାଣନ୍ତି। କେବେଠୁ ନାଟ୍ୟକାର ଷ୍ଟାମ୍ପଟା ଆପଣଙ୍କ ପଛରେ ବାଜିଲା? ନାଇଁ, ନାଟକ ଲେଖିବା ଅଭ୍ୟାସ ତ ପିଲାଦିନରୁ ଏମିତି ଥିଲା। ଯେହେତୁ ଏ କଥାଟା ଏଇ ଯେଉଁ ଦେହରେ ମନରେ ଏ ଯେଉଁ ଲେଖାଲେଖି କଳା ଏସବୁ କଥା ଅଛି, ଏ କଥାଟା ମୁଁ ବୋଧେ ଉତ୍ତରାଧିକାରୀ ସୂତ୍ରରେ ପାଇଛି। ଏଇଥିପାଇଁ ଏ କଥା କହୁଛି ଯେ ଆମ ଘରେ ବାପ ଜେଜେ ଅମଳରୁ ଗୋଟେ କଳାକାରର ପରିବେଶ ଥିଲା। ବାପା ଜଣେ ସୌଖିନ ନାଟ୍ୟଶିଳ୍ପୀ ଥିଲେ। ମୋ ଜେଜେ ବହୁ ବର୍ଷ ତଳେ ଗୀତ କମ୍ପୋଜ କରିବା, ଗୀତ ଗାଇବା ଏ କଥା ବି ଥିଲା ତାଙ୍କର। ବାପା ବି ଗୀତ ଗାଉଥିଲେ, ବାପା ବି ଗୀତ ଲେଖୁଥିଲେ। ତେଣୁ ସେଇ ପ୍ରଭାବ ଆମ ଉପରେ କିଛି ମାତ୍ରାରେ ରହିଲା। ଏସବୁ ଦେଖି ଦେଖି ଶିଖି ଶିଖି ଆଉ ଏ ରାସ୍ତାରେ ମୁଁ ଚାଲିଗଲି ଆଉ। ପ୍ରଥମେ ଯାତ୍ରା ବହି ଆପଣ ଯେଉଁ ଲେଖିଲେ, ପ୍ରଥମେ କେଉଁ ବହିରୁ ଆପଣ ଆରମ୍ଭ କଲେ? ନାଇଁ, ନାଟକ ଏମିତି ତ କମ୍ପିଟିସନ୍ ଫମ୍ପିଟିସନ୍ରେ ହେଉଥିଲା। ପ୍ରଥମ ନାଟ୍ୟକାର ମୁଁ ସ୍ୱୀକୃତି ପାଇଲି ଅପେରାରେ 1996 ମସିହା ସାହାଣୀ ଅପେରା। ନାଟକ ଥିଲା ମୋ ଯାଇଯିବ ଶାଶୁଘର। ସେଇଠୁ ମୋ ନାଟ୍ୟକାର ଜୀବନୀ ଆରମ୍ଭ ହେଲା। ସେଇଦିନଠୁ ଆଜି ପର୍ଯ୍ୟନ୍ତ ଚାଲିଛି। ଆପଣଙ୍କୁ କେଉଁ ନାଟକ ବେଶୀ ସଫଳତା ଦେଇଛି? ଅନେକ ଗୁଡ଼ାଏ ସଫଳ ନାଟକ ଅଛି, କିନ୍ତୁ ବିଶେଷତଃ କୁଳାଙ୍ଗାର, ଘୁଙ୍ଗୁର କାନ୍ଦୁଛି, କହଲ ବଉଳ କିଏ ତୋବର, ମିଛୁଆ ରାଧୁଆ ଗପ ସରିଲା, ମୁଁ ସେଇ ଭଦ୍ରକିଆ ଟୋକା, ଆମ ଗାଁ ଜଗନ୍ନାଥ ତମ ଗାଁ ଆଲ୍ଲା, ଅସତୀ ତୁଳସୀ ସତୀ ଚଉରା, ଏଥୁ ଅନ୍ତେ କଳି ଯୁଗ ଶେଷ। ଏମିତି ଗୁଡ଼ାଏ ସଫଳ ନାଟକ ଅଛି। ଯାହା ହଉ, ଏ ସଫଳତାର ଶ୍ରେୟ ଓଡ଼ିଆ ଦର୍ଶକମାନଙ୍କର, ଯେଉଁମାନେ ଆଜି ଯାଏ ମୋତେ ଦେଖିଛନ୍ତି, ମୋ ନାଟକକୁ ଭଲ ପାଇଛନ୍ତି, ଭଲ ଲାଗିଲେ ପ୍ରଶଂସା କରିଛନ୍ତି, ଆଉ ଖରାପ ଲାଗିଲେ ନାକ ଟେକିଛନ୍ତି। ଆଜିକାଲି ଡିଜିଟାଲ ଯୁଗରେ ଲେଖନୀୟ କ'ଣ ରହିଛି ପ୍ରଭାବ? ବୁଝିପାରିଲେନି? ଯେମିତି ବର୍ତ୍ତମାନ ଡିଜିଟାଲ ଯୁଗ, ତ ଡିଜିଟାଲ ଯୁଗରେ ସବୁ ଏଣିକି ନେଟ୍ରେ ମାରିଦେଲେ ଅଟୋମେଟିକ୍ ବହି ଆସିଯାଉଛି। ତ ଆପଣ ନିଜେ ଲେଖିବେ ଆଉ ଗୁଗୁଲରେ ଲେଖିବା ଭିତରେ କ'ଣ ଫରକ ଆସୁଛି? ସବୁ ତ ସବୁ କଥା ଉପଲବ୍ଧ, କିନ୍ତୁ ଗୁଗୁଲରେ କ'ଣ ଆପଣ ପାଇବେ? ଗୁଗୁଲରେ ସର୍ଚ୍ଚ କଲେ ଆପଣ କାହା ବିଷୟରେ ଗୋଟେ ଜାଣିବାକୁ ଚାହୁଁଛନ୍ତି, ସେ କଥାଟି ଦେଖିବେ। ଗୁଗୁଲରେ ମାଇଲେ ଭଲ ଭଲ ଷ୍ଟୋରି ବି ଆସୁଛି। ସେ କଥାରେ ମୁଁ ବିଶ୍ୱାସ କରେ ନା। ଇଏ ଗୋଟେ ସୃଜନଶୀଳତାର କଥା। ତା ମାନେ ନୁହଁ ଆମେ କେଉଁଠି କେବେ କାହାକୁ ଅନୁକରଣ କରିନୁ। କରୁଛୁ, ବହୁତ ପଢ଼ୁଛୁ, ବହୁତ ଦେଖୁଛୁ, ବହୁତ ଲୋକଙ୍କ ସହିତ ମିଶୁଛୁ। କିଛି ଲୋକଙ୍କ ପାଖରେ ବସିଗଲେ କିଛି କଥା ବି ମିଳିଯାଏ। ସେଇଠୁ ଗୋଟେ କାହାଣୀର ମଞ୍ଜି ବି ସେଇଠୁ ମିଳିଯାଏ। କିଛି ବହି ପଢ଼ୁ ପଢ଼ୁ କାହାଣୀର ମଞ୍ଜି ବି ମିଳିଯାଏ। ସେ ମଞ୍ଜିଟା ମିଳିଗଲେ କାହାଣୀ ତିଆରି ହେଇଯାଏ, ନାଟକ ତିଆରି ହେଇଯାଏ ଆଉ। ନାଟକରେ ଏବେ ଦେଖାଯାଇଛି ଅଶ୍ଳୀଳତା, ଏ ନେଇ ଆପଣ କ'ଣ କହିବେ? ନାଟକରେ ଅଶ୍ଳୀଳତା ଦେଖାଯାଇଛି? ଯେମିତି ଗୋଟେ ରେପ୍ ସିନ୍ଦର ହେଉଛି, କି ପେଣ୍ଡଲ ଉପରେ ବହୁତ ଗଡ଼ୁ ମାନେ ଗୋଟା ଗୋଟି ଚାଲିଛି ରେପ୍ ଜିନିଷ ଗୋଟେ।
ଆଗରୁ ଯେମିତି ଗୋଟେ ବାପା ଭାଇ ଭାଇ ଭଉଣୀ ସମସ୍ତଙ୍କୁ ନେଇକି ପରିବାର ଗୋଟେ ବସି ଦେଖିପାରିଲେ ସାମାଜିକ ନାଟକ, ତ ବର୍ତ୍ତମାନ ଯେଉଁ ଅଶ୍ଳୀଳତା ପଶି ଆସି ସେ ବହି ଭିତରେ, ଏଇଟା ରାଇଟର ମାନେ ଲେଖୁଛନ୍ତି ନା ମାଲିକ ମାଲିକ ଯେଉଁ ଅଛନ୍ତି ଯାତ୍ରା ପାର୍ଟିର ସେମାନେ କହୁଛି ତାଙ୍କର ଡିମାଣ୍ଡ ରହୁଛି ନା ସେମାନେ କହୁଛନ୍ତି? ଧରିନିଅ ଏକ୍ଜାମ୍ପଲ୍ ସଞ୍ଜୟ ଭୋଳ ରହିବ ମାନେ ଦୁଇ ଚାରିଟା ରେପ୍ ସିନ୍ ଥିବ, ତ ଏ ନେଇ ଆପଣ କ'ଣ କହିବେ? ନାଇଁ ନାଇଁ, ମୁଁ ତ ଯାହା କହୁଥିଲି, ଯଦି କାହାଣୀ ଡିମାଣ୍ଡ କରୁଛି, ତମ କାହାଣୀ ଯଦି ଡିମାଣ୍ଡ କରୁଛି, ସେଇ ଯେଉଁ ରେପ୍ ସିନ୍ର ଆବଶ୍ୟକତା ଯଦି ଥାଏ କରାଯିବ। ଆଉ ବାକି ଯେଉଁ କଥାଟା ରହିଲା ଅତି ନାଟକୀୟତା, ସେଟା ଯେ ଆଢ଼ୁଆଳରେ ବହୁତ କିଛି କଥା ହେଇପାରିବ, ତାକୁ ଆମେ ଅଳ୍ପରେ ବି ସାରି ଦେଇପାରିବା। ତାକୁ ମାନେ ଗୁଡ଼ାଏ ବାଡ଼େଇ ଗଡ଼େଇ ତଡ଼େଇ ଟଣା ଭିଡ଼ା କରି ଏସବୁ କରିବା, ୟାକୁ ଅତି ନାଟକୀୟତା କୁହାଯାଏ। ୟା ସପକ୍ଷରେ ମୁଁ ନୁହଁ। ଆଚ୍ଛା, ବର୍ତ୍ତମାନ ଦେଖାଯାଉଛି କି ଯେଉଁ ନାଟକ ହେଉଛି, ନାଟକ ଅପେକ୍ଷା ବେଶୀ ଫାଟକୁ ଗୁରୁତ୍ୱ ଦିଆଯାଉଛି, ଏ କଥା କ'ଣ ସତ? ଫାଟକ ମାନେ ଫାଟକ ଯେମିତି ବଡ଼ ଷ୍ଟିଲ୍ ଗେଟ୍, ବଡ଼ ବଡ଼ ଗେଟ୍, କିନ୍ତୁ ଆଜିକାଲି ନାଟକ ପ୍ରତି ସେତିକି ଆଉ ଆଦତ ମାନେ ଲୋକଙ୍କ ରହୁନି, କି ସେତିକି ଭଲ ଭାବେ ନାଟକ ପ୍ରତି ରହୁନି। ଏଇଟା କ'ଣ ମାଲିକ ମାନେ ଚାହୁଁଛନ୍ତି ନା କ'ଣ? ଭଲ ସାମାଜିକ ପାରିବାରିକ ନାଟକ ଆସିପାରିବ କି? ନିହାତି। ସେଟା କିଏ ଚାହିଁଲେ, ମାଲିକ ମାନେ ଚାହିଁଲେ ନା ରାଇଟର ଚାହିଁଲେ? ନାଇଁ, ସମସ୍ତଙ୍କର ସମସ୍ତେ ସେଥିପ୍ରତି ଯତ୍ନବାନ ହେବା ଦରକାର। ପ୍ରଥମତଃ ଏଇ ଦାୟିତ୍ୱଟି ହେଉଛି ନାଟ୍ୟକାର। ସେ କାହାଣୀ ପ୍ରସ୍ତୁତ କଲାବେଳେ ସେ କାହାଣୀଟା ଯେମିତି ଆଖିକି ଭଲ ଲାଗିବ, ସବୁ ଶୁଣିବା ପାଇଁ କାନକୁ ଭଲ ଲାଗିବ, ସେଥିପ୍ରତି 100% ଯତ୍ନବାନ ହେବା ଦରକାର। ଏବଂ ଏଇ କାହାଣୀରୁ ମୁଁ ଆଉ ବାହାରିବି ନାହିଁ ଯଦି ସେ ସଂସ୍ଥାର ବା ସେଇ ପ୍ରଯୋଜକଙ୍କ ପାଖରେ କିଛି ବାଧ୍ୟବାଧକତା ଥାଏ, ସେ ବାଧ୍ୟ କରନ୍ତି ଏ କାହାଣୀରୁ ମୁଁ ଆଉ ବାହାରିବିନି, ଏ କଥା କହିକି ସେ କାହାଣୀ ଯାହା ସେ ପ୍ରସ୍ତୁତ କରିଥାଏ, ସେ କାହାଣୀକୁ ମଞ୍ଚସ୍ଥ କରିବା, ସେ ନାଟକକୁ ମଞ୍ଚସ୍ଥ କରିବା। ଯଦି କେତେ ଜଣଙ୍କର ଦାୟିତ୍ୱ ହେଇଥାଏ, ତା ଭିତରୁ ପ୍ରଥମ ଦାୟିତ୍ୱ ହେଉଛି ନାଟ୍ୟକାର। ଆପଣ ଗୋଟେ ନାଟକ ଲେଖିବା ପୂର୍ବରୁ କେମିତି ପ୍ରସ୍ତୁତି କରନ୍ତି? ନାଟକ ଲେଖିବା ପୂର୍ବରୁ ମାନେ ଗୋଟେ ଗପଟେ ତ କାହାଣୀଟେ ତୁମେ ଭାବିବ, ଆଉ କାହାଣୀର ଭ୍ରୂଣ ଯେତେବେଳେ ମନ ମାଟିରେ ପୋତି ହେବ, ତାପରେ ସେ ଗଛ ହେବ। ଗଛ ହେଲା ପରେ ସେ କିଛି ଚରିତ୍ର ଖୋଜିବ। ଚରିତ୍ରମାନେ ଯେତେବେଳେ ଆସିବେ, ତାଙ୍କୁ କିଛି କହିବାକୁ କଥା ଦରକାର, କିଛି ସଂଳାପ ଦରକାର ପଡ଼ିବ। ତା ଆରମ୍ଭ ଆଉ ଶେଷ ସେ ଚିନ୍ତା କରିବ, ତ ନାଟକ ହେବ। ଆଉ ପ୍ରଥମେ କାହାଣୀଟା, ଗୋଟେ ନାଟକ ଲେଖିବା ପୂର୍ବରୁ ତୁମେ ଗୋଟେ କାହାଣୀଟେ ତିଆରି କରିବ ଏବଂ ସେ କାହାଣୀ କେତେ ଗ୍ରହଣୀୟ ହେବ, କାହାଣୀ ଅଡ଼ିଏନ୍ସଙ୍କ ଆଖିକୁ କେତେ ଭଲ ଲାଗିବ, ଶୁଣିବା ପାଇଁ କେତେ କାନକୁ ଭଲ ଲାଗିବ, ଏଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଆପଣ ବେଶୀ କେଉଁ ଟାଇମ୍ରେ ଲେଖୁଛନ୍ତି ନା ବହି? ରାତି ବେଳେ ନା ଦିନ ଟାଇମ୍ରେ? ହଁ, ଟିକେ ନିରୋଳା ସମୟ ଦରକାର। ହୋହଲ୍ଲା ପାଟିତୁଣ୍ଡ ୟା ଭିତରେ ହୁଏନି। ତେଣୁ ଯେତେବେଳେ ଯେମିତି ସବୁ କଥା ଗୋଟେ ମାଡ଼େ, ସେମିତି ନାଟକ ଯେଉଁ ଲେଖା ମାଡ଼ିବ, ଲେଖି ହେବ। କିନ୍ତୁ ତଥାପି ଗୋଟେ ଫିର୍ ବି ଗୋଟେ ନିରୋଳା ମୁହୂର୍ତ୍ତ ଦରକାର। ରାତିରେ ଟିକେ ବେଟର୍ ହୁଏ। ଆଚ୍ଛା, ବର୍ତ୍ତମାନ ଦେଖାଯାଇଛି ଗୋଟେ ଜିନିଷ କି ଯାତ୍ରାରେ ଯେଉଁ କମେଡ଼ି ବର୍ତ୍ତମାନ ଦୁର୍ବର୍ତ୍ତକ ଅର୍ଥ ୟୁଜ୍ କରୁଛନ୍ତି, ଏ ନେଇ ଆପଣ କ'ଣ କହିବେ? କମେଡ଼ିରେ ଯେଉଁ ଦ୍ୱିଅର୍ଥବୋଧ କଥାଟା କେତେବେଳେ କାହାକୁ ଛାଡ଼ିନି। ନିହାତି କେତେବେଳେ ଆମ କଲମ ମୁନରେ ବି ବେଳେବେଳେ ଏମିତି କିଛି କଥା ପଶି ଆସେ ଯେ ହସକୁ ଖୋରାକ ଯୋଗାଇବା ପାଇଁ ବେଳେବେଳେ ଏମିତି କିଛି କଥା ପଶି ଆସେ, ଯାହା କିଛି ଲୋକ ତାକୁ ସେ ଦ୍ୱିଅର୍ଥବୋଧ କଥା କୁହନ୍ତି, କିନ୍ତୁ ସେଇଟା କିଛି ୱାର୍ଡ଼ରେ ଥାଏ। ତାକୁ ନିହାତି କାହାକୁ କଷ୍ଟ ଦେଲା ଭଳିଆ, କାହାକୁ ହଟ୍ କଲା ଭଳିଆ କଥା ନୁହଁ। କିନ୍ତୁ ବେଳେବେଳେ ହେଉଛି କିଛି ଲୋକ ମାନେ ଗୋଟେ ସବୁ କଥାରେ ସୀମା ସରହଦ ଥାଏ। ଗୋଟେ ସୀମା ଭିତରେ ରହିଲେ ଭଲ କଥାଟେ, ସୀମା ସରହଦ ବାହାରକୁ ପଳେଇ ଗଲେ ସେଇଟା ଭାରି କାଟେ, କଷ୍ଟ ହୁଏ।
ଆଚ୍ଛା ଏମିତି କେବେ ହେଇଛି କି କେଉଁ ପାଠରୁ ଆପଣଙ୍କୁ କଲ୍ ଆସିଛି କି ଆମର ଧର ସଞ୍ଜୟ ବଳ ଆସୁଛି ତା ପାଇଁ ସ୍ପେସିଆଲ୍ ସଞ୍ଜୟ ବଳକୁ ଆଖି ଆଗ ରଖି ବହି ଲେଖା ହବ ଏମିତି କେବେ ହେଇଛି କି? ନା ନା ସେମିତି କେବେ ହେଇନି। ଆପଣ ଯେକୌଣସି ବହି ଲେଖୁଛନ୍ତି ସମ୍ପୂର୍ଣ୍ଣ ପାରିବାରିକ ଏବଂ ସାମାଜିକ ନାଟକ। ହଁ ସାମାଜିକ, ଆଉ କିଛି ସାମାଜିକ ବାହାରେ କାଳ୍ପନିକ କିମ୍ବା ପୌରାଣିକ ଏସବୁ ଲେଖା ହେଇନି। ଯାହା ଲେଖିଛି ସାମାଜିକ ନାଟକ। ଆଉ ସେମିତି ତ ଭାବି ଦିଅନ୍ତୁ ଗୋଟେ ଅନୁଷ୍ଠାନରେ ଏଇ ଚରିତ୍ର ଅଛନ୍ତି, ସେମାନଙ୍କୁ ନେଇ ତ ନାଟକ କରିବ, କିନ୍ତୁ ବରାଦ ଦିଆ ନାଟକ ମୁଁ କେବେ କରିନି। କାହା ବରାଦରେ ଯେ ଏକୁ ନେଇକି ୟାର 18ଟା ସିନ୍ ହେବ ସେମିତି କରିନି। ଭାବି ନିଅନ୍ତୁ ତାଙ୍କର ନାଁ କରା 5-6 ଜଣ କଳାକାର ଅଛନ୍ତି, ଆଉ ତାଙ୍କ ବାହାରେ ତ ନାଟକ କରିବୁନି, ସେମାନେ ରହିବେ, ଅନ୍ୟମାନେ ରହିବେ, ସେମାନଙ୍କୁ ନେଇ ନାଟକ କରୁଛୁ, କିନ୍ତୁ ବରାଦ ଦିଆ ନାଟକ ମୁଁ କରିନି। ଆଚ୍ଛା ଆପଣ ଯେଉଁ ନାଟକ ପ୍ରଥମେ ଯେଉଁ ଲେଖିବା ଆରମ୍ଭ କଲେ ଇଏ ଆପଣଙ୍କର ଆଗରୁ ମାନେ ପିଲାଟି ଦିନରୁ ରୁଚି ଥିଲା ନା ଏମିତି ଲେଖିତେ ଲେଖିତେ ଲେଖିଲେ? କହୁଥିଲି ସେ କଥା ଟିକେ ଆଗରୁ। ତାଇ ପିଲେ ଗୋଟେ ଲେଖା ଲେଖିର ବା ସଙ୍ଗୀତର ଗୋଟେ ପରିବେଶ ଥିଲା ଆମ ପରିବାର ଭିତରେ। ବାପା ଗାଉଥିଲେ, ଲେଖୁଥିଲେ, ଜେଜେ ବି ସେମିତି ଗାଉଥିଲେ, ସଙ୍ଗୀତକାର ଥିଲେ, ସ୍ୱର କରୁଥିଲେ। ୟାର ପ୍ରଭାବ ମୋ ଉପରେ ପଡ଼ିଲା, ଯେହେତୁ ସେମିତି ଗୋଟେ ପରିବେଶରୁ ମୁଁ ବଡ଼ ହେଲି, ସେଇମାନଙ୍କୁ ଦେଖିଲି, ସେଇମାନଙ୍କୁ ଶୁଣିଲି, ତାପରେ ଲେଖିଲି ଆଉ। ଆପଣ ଯେଉଁ ନାଟକ ଲେଖୁଛନ୍ତି ସାର୍ ବେଶୀ କାହାକୁ ଫଲୋ କରନ୍ତି ଏ ଲାଇନରେ? ଫଲୋ କରେନି, ମୁଁ ଭାବେ ଏଇ ଯେଉଁ ମୋ ଆଦର୍ଶ ବୋଲି ମୁଁ ଭାବେ, ଆପଣମାନେ ତ ବୟସ ସେତେ ହେଇନି ବୋଧେ ତାଙ୍କୁ ସେତେ ଜାଣିନଥିବେ, ମୁଁ ଯାହାଙ୍କ ନାଁ ନେବି ବର୍ତ୍ତମାନ। ପଲ୍ଲୀକବି କୃଷ୍ଣପ୍ରସାଦ ବେହେରା ବହୁତ ବଡ଼ ନାଟ୍ୟକାର, ବହୁତ ବଡ଼ ଗୀତିକାର। ତାଙ୍କ ଲେଖା ସବୁ ଛାତି ବାଟେ ଯାଏ। ବହୁତ ନାଟ୍ୟକାର ଅଛନ୍ତି ଯାହାଙ୍କ ଲେଖା ମୁଣ୍ଡ ଉପରେ ପଳେଇଯାଏ। ମୁଣ୍ଡ ଉପରେ କଲେ ତା ଦୁର୍ବୋଧ ଲାଗେ, ଲୋକକୁ ସେତେ ଛୁଏଁନି, ଯାହା ଛାତି ବାଟେ ଯାଏ ତା ବେଶୀ ଛୁଏଁ। କୃଷ୍ଣପ୍ରସାଦ ବେହେରାଙ୍କ ଲେଖା ଛାତି ବାଟେ ଯାଉଥିଲା, ତେଣୁ ମୁଁ ତାଙ୍କୁ ଆଦର୍ଶ ବୋଲି ଭାବେ। ଆଉ ଜଣେ କୁ ଆଦର୍ଶ ବୋଲି ଭାବେ, ସେ ମୋତେ ଭଲ ଲାଗନ୍ତି, ସେ ହେଉଛନ୍ତି ନାଟ୍ୟକାର ସ୍ୱର୍ଗତ ଅନନ୍ତ ଓଝା। ଅନନ୍ତ ଭାଇ ଆଜି ସ୍ୱର୍ଗରେ। ମୁଁ ଏକଥା ସ୍ୱୀକାର କରିବାରେ ତିଳେ ମାତ୍ର କୁଣ୍ଠା କରିବି ନାହିଁ ଯେ ଅନନ୍ତ ଭାଇଙ୍କୁ ମୁଁ ଅନୁକରଣ କରେ। ସେ ମୋତେ ଭଲ ଲାଗିଛନ୍ତି, ସେ ଯେଉଁ ବାଟେ ଯାଆନ୍ତି ମୋତେ ସେଇ ବାଟରେ ଚାଲିବାକୁ ଭଲ ଲାଗେ। ଆପଣଙ୍କ ଜୀବନରେ କ'ଣ କଷ୍ଟ ରହିଛି? କଷ୍ଟ ତ ଅଛି, କଷ୍ଟ ମାନେ ଆମ ଘରେ ସତ କହିବାରେ କିଛି ଲାଜ ନଥାଏ। ଆମ ଘର ଭିତରେ ବହୁତ ଅଭାବ ଥିଲା। ଆଉ ବାପା ବୋଉ ଆମମାନଙ୍କୁ ବହୁତ କଷ୍ଟ କରି ବଡ଼ କରିଥିଲେ, ଏବଂ ମୁଁ ଲେଖିବା, ପଢ଼ିବା ଆଉ ଏଇ ଯେଉଁ ବଢ଼ିବା, ଏତେ ବାଟ ଆସିବା ପଛରେ ମୋ ବାପା ବୋଉ ଆଉ ମୋ ଭାଇମାନଙ୍କର ହାତ ଅଛି। ମୁଁ ଯଦି ଆଜି ଛାତ ଉପରେ ଠିଆ ହେଇଥାଏ, ସେମାନେ ହେଉଛନ୍ତି ମୋ ସିଡ଼ି, ସିଡ଼ିର ପାହାଚ, ସେଇ ପାହାଚ ଚଢ଼ିକି ମୁଁ ଏତେ ବାଟ ଆସିଛି। ଯାହା ହଉ ଦୁଃଖ ତ ଥିଲା, ସେ ତେନ୍ତୁଳି ପଖାଳର ଦୁଃଖ ହଉ ବା ଶାଗ ପେଜର ଦୁଃଖ ହଉ, ଦୁଃଖ ଥିଲା। ସେ ଦୁଃଖ ଭିତରେ ଏଇ ବାଟକୁ ମୁଁ ବାଛି ନେଇଛି, ଆଉ ଏଇ ବାଟରେ ଆସିଛି।